ପ୍ରଧାନମନ୍ତ୍ରୀ କିଷାନ ଯୋଜନା। ଏବେ ପୋଷ୍ଟମ୍ୟାନ୍ 2000 ଟଙ୍କାର 20ତମ କିସ୍ତି ଘରକୁ ଆଣିବେ। ସରକାରଙ୍କ ତରଫରୁ ଜାରି ହେଲା ନୂଆ ନିୟମ। ଆପଣ ଯଦି ଜଣେ ପିଏମ୍ କିଷାନର ହିତାଧିକାରୀ ଅଟନ୍ତି, ଆଗାମୀ 21ତମ କିସ୍ତି ପାଇବା ପାଇଁ ଯାଉଛନ୍ତି, ପିଏମ୍ କିଷାନର ଏପର୍ଯ୍ୟନ୍ତ ଆପଣ 20ତମ କିସ୍ତି ଟଙ୍କା ପାଇନାହାନ୍ତି ଏବଂ ଆପଣ ପିଏମ୍ କିଷାନରେ ନୂଆ କରି ଆବେଦନ କରିବା ପାଇଁ ଚାହୁଁଛନ୍ତି, ସରକାରଙ୍କ ତରଫରୁ କ'ଣ ରହିଛି ପିଏମ୍ କିଷାନକୁ ନେଇ ନୂଆ ଅପଡେଟ୍, ଯାହାର ଡିଟେଲ୍ସ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବିନା ସ୍କିପ୍ରେ। ଯଦି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ, କାରଣ ସରକାରଙ୍କ ତରଫରୁ ନୂଆ ନୂଆ ଯୋଜନା ବିଷୟରେ ଏବଂ ନୂଆ ନୂଆ ଅପଡେଟ୍ ଆପଣ ଆଗ ପାଇପାରିବେ। ତ ଚାଲନ୍ତୁ, ସନ୍ଧ୍ୟାରେ ନୂଆ ଏକ ଅପଡେଟ୍ରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅର୍ଥାତ୍ ପିଏମ୍ କିଷାନ। ଏହି ଯୋଜନା ଦେଶର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା, ଯାହାକୁ କେନ୍ଦ୍ର ସରକାର 2019 ମସିହାରେ ଆରମ୍ଭ କରିଥିଲେ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଚାଷୀମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିବା, ଯାହାଦ୍ୱାରା ସେମାନେ ସେମାନଙ୍କର ଚାଷ ଏବଂ ଦୈନିକ ଆବଶ୍ୟକତା ପୂରଣ କରିପାରିବେ। ଚାଷୀ ସମାଜର ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ଏହି ଯୋଜନା ଅଧୀନରେ ପ୍ରତିବର୍ଷ 6,000 ଟଙ୍କା ସିଧାସଳଖ 3ଟି ସମାନ କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରିଛନ୍ତି। ପ୍ରତି 4 ମାସରେ ଚାଷୀମାନଙ୍କୁ 2,000 ଟଙ୍କାର କିସ୍ତି ପ୍ରଦାନ କରାଯାଏ। ସାରା ଦେଶରେ ପ୍ରାୟ 9.7 କୋଟି ଚାଷୀ ଏହି ଯୋଜନାର ଲାଭ ଉଠାଉଛନ୍ତି। ଏହି ବର୍ଷ 2 ଅଗଷ୍ଟ 2025ରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 20ତମ କିସ୍ତି ଜାରି କରାଯାଇଥିଲା, ଯେଉଁଥିରେ 20,000 କୋଟି ଟଙ୍କାରୁ ଅଧିକ ରାଶି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ସ୍ଥାନାନ୍ତର କରାଯାଇଥିଲା। ଏହି ଯୋଜନା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ, ଯାହାଦ୍ୱାରା ଟଙ୍କା ସଠିକ୍ ଚାଷୀଙ୍କ ପାଖରେ ଠିକ୍ ସମୟରେ ପହଞ୍ଚି ପାରିବ। ପିଏମ୍ କିଷାନ ଯୋଜନାର ନୂଆ ଅପଡେଟ୍। ଏଥର ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ପୂର୍ବ କିସ୍ତି ତୁଳନାରେ 20ତମ କିସ୍ତିର ରାଶି ପାଇବାର ପଦ୍ଧତିକୁ ସହଜ କରାଯାଇଛି। ପୂର୍ବରୁ ଯୋଜନାରେ ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଉଥିଲା, କିନ୍ତୁ ଅନେକ ଚାଷୀ ଥିଲେ ଯେଉଁମାନେ ବ୍ୟାଙ୍କ କିମ୍ବା ଏଟିଏମ୍ ପହଞ୍ଚିବାରେ ଅସୁବିଧା ଅନୁଭବ କରୁଥିଲେ କିମ୍ବା ସେମାନଙ୍କ ଗାଁ ଦୁର୍ଗମ ଅଞ୍ଚଳରେ ଥିଲା। ସରକାର ଏବଂ ଡାକ ବିଭାଗ ମିଳିତ ଭାବରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ପୋଷ୍ଟମ୍ୟାନ୍ ନିଜେ ଏବେ ଚାଷୀଙ୍କ ଘରକୁ ଯାଇ 20ତମ କିସ୍ତି ରାଶି ଅର୍ଥାତ୍ 2,000 ଟଙ୍କା ପହଞ୍ଚାଇଛନ୍ତି। ଏହା ଚାଷୀମାନଙ୍କୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ କିମ୍ବା କମନ୍ ସର୍ଭିସ୍ ସେଣ୍ଟର ଅର୍ଥାତ୍ CSC ଯିବାକୁ ରକ୍ଷା କରିବ। ଡାକ ବିଭାଗ ଏହାର ଡାକଘର ସିଷ୍ଟମ ଏବଂ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଅର୍ଥାତ୍ IPPB ମାଧ୍ୟମରେ ଏହି ସୁବିଧା ପ୍ରଦାନ କରୁଛି। କେବଳ ବରିଷ୍ଠ ନାଗରିକ କିମ୍ବା ଅକ୍ଷମ ଚାଷୀ ନୁହେଁ, ବରଂ ପ୍ରତ୍ୟେକ ହିତାଧିକାରୀ ଯେଉଁମାନେ ବ୍ୟାଙ୍କ ପର୍ଯ୍ୟନ୍ତ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ, ସେମାନେ ଏବେ ସିଧାସଳଖ ଏହି ସୁବିଧା ପାଇପାରିବେ। ଏହି ସୁବିଧା ବିଶେଷ କରି ଦୂରଦୂରାନ୍ତ, ଦୁର୍ଗମ ଏବଂ ଗ୍ରାମାଞ୍ଚଳରେ ରହୁଥିବା ଚାଷୀମାନଙ୍କ ପାଇଁ ବହୁତ ଲାଭଦାୟକ। ପୋଷ୍ଟମ୍ୟାନ୍ ଚାଷୀଙ୍କ ଘରେ ପହଞ୍ଚି ବାୟୋମେଟ୍ରିକ୍ ଚିହ୍ନଟ ପରେ ତାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଉଠାଇ ତାଙ୍କୁ ହସ୍ତାନ୍ତର କରନ୍ତି। ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ଅତ୍ୟନ୍ତ ସୁରକ୍ଷିତ ଏବଂ ସ୍ୱଚ୍ଛ ଅଟେ। କିଛି ଚାଷୀ ଏମିତି ଅଛନ୍ତି ଯାହାକି ଏହି ଯୋଜନା ବିଷୟରେ ଏପର୍ଯ୍ୟନ୍ତ ଅବଗତ ନାହାନ୍ତି। ଏହି ଯୋଜନା କ'ଣ ଏବଂ ଏହାଦ୍ୱାରା କିଏ ଲାଭବାନ ହୁଅନ୍ତି, ଯାହାକି ସେହି ଚାଷୀମାନେ ଜାଣିବା ଉଚିତ, ଯେଉଁମାନେ ସରକାରୀ ଯୋଜନାରୁ ଏପର୍ଯ୍ୟନ୍ତ ଲାଭ ଉଠାଇ ପାରୁନାହାନ୍ତି। ତ ଆସନ୍ତୁ, ଆପଣମାନଙ୍କୁ ଏହି ଯୋଜନାରେ କେମିତି ସାମିଲ ହେବେ, ସରକାରଙ୍କ ଯୋଜନାରୁ ଆପଣ କେମିତି ଲାଭାନ୍ୱିତ ହେବେ, ଆସନ୍ତୁ ଜାଣିବା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସାରା ଭାରତର ସମସ୍ତ କ୍ଷୁଦ୍ର
ଏବଂ ନାମମାତ୍ରା ଚାଷୀଙ୍କ ପାଇଁ। ଏହି ଯୋଜନା ଅଧୀନରେ ଚାଷୀ ପରିବାର ଅର୍ଥାତ୍ ଯେଉଁମାନଙ୍କ ପାଖରେ କୃଷି ଜମି ଅଛି ଗୋଟିଏ ବର୍ଷରେ ମୋଟ 6,000 ଟଙ୍କାର 3ଟି କିସ୍ତିରେ ଆର୍ଥିକ ସହାୟତା ପାଇପାରିବେ। ଏହି ଲାଭ ପାଇଁ ଚାଷୀଙ୍କ ନାମ ହିତାଧିକାରୀ ତାଲିକାରେ ରହିବା ଆବଶ୍ୟକ। ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ହେବା ଆବଶ୍ୟକ ଏବଂ EKYC ଏବଂ ଜମି ମାଲିକାନା ଯାଞ୍ଚ ମଧ୍ୟ ଆବଶ୍ୟକ। ଦେଖନ୍ତୁ, ଯଦି ଏହି ଡକୁମେଣ୍ଟସରେ କୌଣସି ମିସମ୍ୟାଚ୍ ଥାଏ ତେବେ କିସ୍ତି ଟଙ୍କା ବନ୍ଦ ହୋଇଯାଇପାରେ। ସେଥିପାଇଁ ସରକାର ବାରମ୍ବାର ଚାଷୀମାନଙ୍କୁ EKYC ଏବଂ ଡକୁମେଣ୍ଟେସନ୍ ଅପଡେଟ୍ କରିବାକୁ ଅପିଲ କରୁଛନ୍ତି। ଆସନ୍ତୁ PM କିଷାନରେ ଆପଣମାନେ କେମିତି ଆବେଦନ କରିବେ ଏବଂ ସୁବିଧା କିପରି ପାଇବେ ଏହାର ଡିଟେଲ୍ସ ମୁଁ ଆପଣମାନଙ୍କୁ ଜଣାଉଛି। ଦେଖନ୍ତୁ, ସର୍ବପ୍ରଥମେ PM କିଷାନର ଅଫିସିଆଲି ୱେବସାଇଟକୁ ଯାଆନ୍ତୁ। ତାପରେ ଆପଣମାନେ ନୂତନ ପଞ୍ଜୀକରଣ କିମ୍ବା କୃଷକ କଲ୍ୟାଣ ବିଭାଗକୁ ଯାଆନ୍ତୁ। ତାପରେ ଆପଣମାନଙ୍କର ଆବଶ୍ୟକ ବିବରଣୀ ଯେପରିକି ଆଧାର ନମ୍ବର, ମୋବାଇଲ ନମ୍ବର, ବ୍ୟାଙ୍କ ବିବରଣୀ ଏବଂ ଜମି ରେକର୍ଡ ପ୍ରବେଶ କରାନ୍ତୁ। ତାପରେ EKYC ଏବଂ ଅନ୍ୟାନ୍ୟ ଡକୁମେଣ୍ଟ ପୂରଣ କରନ୍ତୁ। ଆବେଦନ କରିବା ପରେ ହିତାଧିକାରୀ ତାଲିକାରେ ନାମ ଯାଞ୍ଚ କରନ୍ତୁ ଏବଂ ଅଧିକ ସୂଚନା ପାଆନ୍ତୁ। ଯଦି ଆପଣ ପୂର୍ବରୁ ପଞ୍ଜୀକୃତ ହୋଇଛନ୍ତି କିନ୍ତୁ ଆପଣମାନଙ୍କର କିସ୍ତି ଆପଣଙ୍କ ଆକାଉଣ୍ଟରେ ପହଞ୍ଚି ନାହିଁ ତେବେ ସ୍ଥିତି ଯାଞ୍ଚ କରନ୍ତୁ କିମ୍ବା ଆପଣମାନଙ୍କର ନିକଟସ୍ଥ ପୋଷ୍ଟ ଅଫିସ କିମ୍ବା CSC କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଏହି ଯୋଜନା ସହିତ ବିଭିନ୍ନ ରାଜ୍ୟରେ ଚାଷ କ୍ଷେତ୍ରରେ ଏହିଭଳି ଅନେକ ସାରା ଯୋଜନା ରହିଛି। ଯେମିତି ଆପଣମାନଙ୍କର ଓଡ଼ିଶାରେ ପୂର୍ବରୁ କାଳିଆ ଯୋଜନା ଥିଲା, ବର୍ତ୍ତମାନ ଆପଣମାନଙ୍କର CM କିଷାନ ଯୋଜନା ହୋଇଛି ଏବଂ ତେଲେଙ୍ଗାନାରେ ରାଇତୁ ଭରୋସା ଯୋଜନା ଭଳି କିଛି ରାଜ୍ୟ ସରକାର ସେମାନଙ୍କ ରାଜ୍ୟର ଚାଷୀମାନଙ୍କୁ ବହୁତ ଅଧିକା ଟଙ୍କା ଦିଅନ୍ତି। କିନ୍ତୁ ବର୍ତ୍ତମାନ ଅଧିକାଂଶ ରାଜ୍ୟରେ କେବଳ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସିଧାସଳଖ ଆର୍ଥିକ ସହାୟତା ପାଇଁ ଉପଲବ୍ଧ। ଯେଉଁ ଚାଷୀ ଭାଇମାନେ ଏପର୍ଯ୍ୟନ୍ତ 20ତମ କିସ୍ତି ଟଙ୍କା ପାଇନାହାନ୍ତି ସେମାନେ କେବଳ CM କିଷାନର ଟଙ୍କା ପାଇଥିଲେ, କିନ୍ତୁ ତାଙ୍କୁ ସୂଚନା ମିଳିଥିଲା ଯେ ଯେଉଁମାନେ CM କିଷାନରେ ସାମିଲ ଅଛନ୍ତି ସେମାନେ PM କିଷାନ ଟଙ୍କା ପାଇଯିବେ। କିନ୍ତୁ ସରକାରଙ୍କ ତରଫରୁ ବର୍ତ୍ତମାନ ଯାହା ଶୁଣିବାକୁ ମିଳିଛି ବା ଯାହା ଘୋଷଣା ହୋଇଛି, ଆମେ କଲ୍ ସେଣ୍ଟର ମାଧ୍ୟମରେ ବି ଆମେ ଜାଣିବାକୁ ପାଇଛୁ ଯେଉଁମାନେ CM କିଷାନରେ ସାମିଲ ଅଛନ୍ତି ଅର୍ଥାତ୍ ହିତାଧିକାରୀ ଅଛନ୍ତି ସେମାନେ PM କିଷାନରେ ଆବେଦନ କରିବା ପାଇଁ ପଡ଼ିବ। ଯଦି ଏପର୍ଯ୍ୟନ୍ତ ଆପଣମାନେ ଆବେଦନ କରିନାହାନ୍ତି ତାହେଲେ ଆପଣମାନେ ଆବେଦନ କରିନିଅନ୍ତୁ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଦେଶର କୋଟି କୋଟି ଚାଷୀଙ୍କ ଜୀବନକୁ ସହଜ କରିଛି। 20ତମ କିସ୍ତିରେ ନୂତନ ପରିବର୍ତ୍ତନ, ବିଶେଷ କରି ପୋଷ୍ଟମ୍ୟାନଙ୍କ ଦ୍ୱାରା ଟଙ୍କା ବିତରଣ ବ୍ୟାଙ୍କ ସେବାରୁ ଦୂରରେ ଥିବା ଚାଷୀମାନଙ୍କୁ ସିଧାସଳଖ ଲାଭ ଦେବ। ସରକାରଙ୍କ ଏହି ପ୍ରୟାସ କୃଷକଙ୍କ କଲ୍ୟାଣ ପାଇଁ ଏକ ବଡ଼ ପଦକ୍ଷେପ ଏବଂ ଏହା ଭବିଷ୍ୟତରେ ଅଧିକ ଚାଷୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।